ଜୟ ଜଗନ୍ନାଥ ବନ୍ଧୁଗଣ। ରେବତୀ ରମଣ ରୋହିଣୀ ନନ୍ଦନ ବଳଭଦ୍ର, କାମ୍ପଲ୍ୟବାସିନୀ ଜଗଜ୍ଜନନୀ ଭଦ୍ରା ମା ସୁଭଦ୍ରା ଏବଂ ନୀଳାଚଳିଆ ଜଗନ୍ନାଥଙ୍କ ଚରଣରେ ପ୍ରଣିପାତ କରି ଆଜିର ଅଧ୍ୟାୟ ଆରମ୍ଭ କରୁଛି। ଏକାଦଶ ଅଧ୍ୟାୟ ବିଶ୍ୱାବସୁଙ୍କ ପ୍ରତି ବିଦ୍ୟାପତିଙ୍କର କୃତଜ୍ଞତା ଓ ଇନ୍ଦ୍ରଦ୍ୟୁମ୍ନଙ୍କ ପାଇଁ ସ୍ଥାନ ନିରୂପଣ କରିବା। ଜୈମିନୀ ବୋଇଲେ ଶୁଣ ସର୍ବତପିଗଣ, ଅତ୍ୟନ୍ତ ପବିତ୍ର ଅଟେ ଜାଣ ଏ ପୁରାଣ। ଶ୍ରଦ୍ଧା ଭକତିରେ ଯେହୁ ପଠନ କରିବ, ଅନ୍ତକାଳେ ନୀଳାଚଳେ ବିଶ୍ରାମ କରିବ। ଶବର ରାଜାଙ୍କ ମୁଖ ଚାହିଁ ବିଦ୍ୟାପତି, ବୋଇଲେ ମୋତେ ବିଦ୍ୟାୟ ଦିଅନ୍ତୁ ଝଟତି। ଅନତି ଦୂରରେ ସହଚର ଗଣମାନେ, ମୋ ପଥକୁ ଚାହିଁ ବସିଥିବେ ଧ୍ୟାନେ। ତାପରେ ଅବନ୍ତୀଶ୍ୱର ଛନ୍ତି ପଣ କରି, ବିଷ୍ଣୁଙ୍କ ଦର୍ଶନ କଲେ ନୟନେ ତାଙ୍କରି। ଅନ୍ନ ଜଳ ଆଦି କିଛି ସ୍ପର୍ଶ ନ କରିବେ, ମୋହ ବାହୁଡ଼ା ପଥକୁ ଚାହିଁ ବସିଥିବେ। ତେଣୁ ଅନୁରୋଧ କରେ ବିଳମ୍ବ ନ କରି, ବିଦ୍ୟାୟ ଦିଅନ୍ତୁ ମୋତେ ଦୋଷ ହୋଇ କରି। ସୌଭାଗ୍ୟ କ୍ରମେ ଦର୍ଶନ ଲଭିଣ ତୁମ୍ଭର, ଏ ଦୁସ୍ତର ଭବ ସାଗରରୁ ହେଲି ପାର। ବିଷ୍ଣୁ ଭକତମାନଙ୍କୁ କରିଲେ ଦର୍ଶନ, ସଂସାରର କ୍ଲେଶ ଆଦି ହୁଏ ଅବସାନ। ଆବର ବିଷ୍ଣୁ ଭକ୍ତଙ୍କ ସଙ୍ଗତରେ କେହି, ଯଦ୍ୟପି ସ୍ନେହେ ବନ୍ଧୁତା ପଣ ଆଚରଇ। ଜଗତ ମଧ୍ୟରେ ଯେତେ ଧର୍ମ ଅଛି ଜାଣ, ସବୁଠୁ ଶ୍ରେଷ୍ଠ ଅଟଇ ତା ଶାସ୍ତ୍ର ପ୍ରମାଣ। ସେହି ବିଷ୍ଣୁ ଭକ୍ତମାନଙ୍କର ସାହାଯ୍ୟରେ, ଚକ୍ରଧାରୀଙ୍କୁ ଦର୍ଶନ ଘଟେ ସହଜରେ। ହେ ମହାତ୍ମା ତୁମ୍ଭେ ମୋର ଯେଣୁ ଅଟ ମାନ୍ୟ, ତେଣୁ ମୋ ପୟରେ ତବ କରଇ ବନ୍ଦନ। ଫେରିଲେ ଠାରୁ ନୃପତିଙ୍କ ଆଗେ କହି, ଆଣିବି ଏହାକୁ ପ୍ରଭୁ ଆରାଧନା ପାଇଁ। ଆଉ ଅବନ୍ତୀ ରାଜ୍ୟକୁ ସେ ଫେରି ନ ଯିବେ, ଏହି କ୍ଷେତ୍ରେ ବାସ କରି ସର୍ବଦା ରହିବେ। ଆବର ଏକଇ ଗାଥା ଶୁଣ ମନ ଦେଇ, ବୃହତ ମନ୍ଦିର ରାଜା ଦେବେ ଯେ ତୋଳାଇ। ସେହି ମନ୍ଦିରରେ ବିଜେ କରିବେ ଠାକୁର, ପୁନଶ୍ଚ ଖଞ୍ଜିବେ ରାଜା ନାନା ଉପଚାର। ଏଲାଗି ପୂର୍ବରୁ ଛନ୍ତି ସେ ପ୍ରତିଜ୍ଞା କରି, ତେଣୁ ମୋତେ ଏଥେ ପେଶିଛନ୍ତି ଦଣ୍ଡଧାରୀ। ଯେଉଁଦିନ ଏହି ମହାକ୍ଷେତ୍ର ସମାଚାର, ବୈଷ୍ଣବ ମୁଖୁ ଶୁଣିଲେ ଅବନ୍ତୀଶ୍ୱର। ସେହି ଦିନରୁ ଶୟନ ଭୋଜନ ପାଶୋର, ବିଷ୍ଣୁଙ୍କ ନାମ ଜପନ୍ତି ଜପାମାଳି କରି। ତେଣୁ ଉପଯୁକ୍ତ ସ୍ଥାନ ନିର୍ମାଣ କରିଣ, ତାଙ୍କୁ ଜଣାଇବା ଲାଗି ଅବନ୍ତୀର ରାଣ। ମୋତେ ପେଶିଣ ଅଛନ୍ତି ଶୁଣ ମନ ଦେଇ,
ମୋହି ମଧ୍ୟ ତାଙ୍କୁ ପ୍ରତିଶ୍ରୁତି ଅଛି ଦେଇ। ପୁରୁଷୋତ୍ତମ କ୍ଷେତ୍ରରେ ଉପଯୁକ୍ତ ସ୍ଥାନ ନିର୍ଣ୍ଣୟ କରିଣ ବେଗେ ଦେବ ଇ ସନ୍ଧାନ। ବିଶ୍ୱବସୁବାଚ ବିଦ୍ୟାପତି ବାକ୍ୟ ଶୁଣି ଶବର ନୃପତି ବୋଇଲେ ଶୁଣନ୍ତୁ ବାରେ ମୋହର ଭାରତୀ। ମହାରାଜା ଇନ୍ଦ୍ରଦ୍ୟୁମ୍ନଙ୍କର ଆଗମନ ବିଷୟ ଅନେକ କାଳୁ ହୋଇଛି ବର୍ଣ୍ଣନ। ବିଜ୍ଞଜନମାନଙ୍କର ମୁଖୁ ଏହି ବାଣୀ ଅନେକ ଦିନ ଆଗରୁ ଅଛି ମୁହିଁ ଶୁଣି। ମାତ୍ର ଆଉ ଏକ କଥା ଶୁଣ ଦେଇ ମନ, ପୁରା କାଳ ଜନଶ୍ରୁତି ହୋଇବ ପାଳନ। ହେଲେ ମଧ୍ୟ ନରପତି ଆସି ଏ ସ୍ଥାନକୁ ଦେଖି ନ ପାରିବେ କେବେ ନୀଳମାଧବଙ୍କୁ। ଏହାର କାରଣ ଯାହା ଦେଉଛି ବୁଝାଇ, ଆଉ ଅଳ୍ପ କାଳ ମଧ୍ୟେ ଜଗତର ସାଇଁ। କ୍ଷେତ୍ରଥ ସ୍ୱର୍ଣ୍ଣ ବାଲୁକା ଦ୍ୱାରା ଯେ ଆବୃତ, ହୋଇଣ ନୀଳମାଧବ ହେବେ ଅନ୍ତର୍ହିତ। ଏକଥା ସ୍ୱୟଂ ପରମ ବ୍ରହ୍ମ ଜଗନ୍ନାଥ ଯମରାଜା ଅଗ୍ରତରେ କରିଛନ୍ତି ବ୍ୟକ୍ତ। ଏଥିରେ ତୀର ମାତ୍ରକ ସଂଶୟ ଯେ ନାହିଁ, ଏ ଭାବରେ କଳି ଯୁଗେ ବ୍ରହ୍ମାଣ୍ଡ ଗୋସାଇଁ। ପୂଜା ନ ପାଇବେ ଅଟେ ଶାସ୍ତ୍ରର ବିଧାନ, ତୁମ୍ଭେ ଯେଣୁ ସଂସାରରେ ଅଟ ଭାଗ୍ୟବାନ। ତେଣୁ ମାଧବଙ୍କ ରୂପ ଦର୍ଶନ କରିଲ, ମନୁଷ୍ୟ ଜନମ ହୋଇ କୃତାର୍ଥ ଲଭିଲ। ଇନ୍ଦ୍ରଦ୍ୟୁମ୍ନ ନରସାଇଁ ଆସିବା ପୂର୍ବରୁ ଅନ୍ତର ହୋଇବେ ନିଶ୍ଚେ ବ୍ରହ୍ମାଣ୍ଡର ଗୁରୁ। ଏକଥା ଇନ୍ଦ୍ରଦ୍ୟୁମ୍ନଙ୍କ ଆଗରେଟି ଜାଣ, ପ୍ରକାଶ କରିବ ନାହିଁ କଦାପି ମରାଣ। ଏଇ ସ୍ଥାନକୁ ଆସିଲେ ଅବନ୍ତୀ ଈଶ୍ୱର, ନୀଳମାଧବ ଦର୍ଶନ ନ ପାଇ ସତ୍ୱର। ପ୍ରଭୁଙ୍କ ଦର୍ଶନ ଯହୁଁ ରାଜା ନ ପାଇବେ, ଆଜୀବନ ଆମରଣ ବ୍ରତ ସେ ପାଳିବେ। କୃଶଶଯ୍ୟା ବିଛାଇଣ ଶୋଇବେ ରାଜନ, ଯେବେଳେ ତାହାଙ୍କ ପ୍ରାଣ ହେବ କଦର୍ଥନ। ସେହି ସମୟରେ ପ୍ରଭୁ ଜଗତର ନାଥ, ରାଜାଙ୍କୁ ସ୍ୱପ୍ନେ ଦର୍ଶନ ଦେଇଣ ତୁରିତ। କହିବେ ଚତୁର୍ଦ୍ଧା ମୂର୍ତ୍ତି ସ୍ଥାପିବା ନିମନ୍ତେ, ତେଣୁ ମୂର୍ତ୍ତି ଗଢ଼ାଇବେ ରାଜା ତୋଷ ଚିତ୍ତେ। ବିଧାତାଙ୍କ ଦ୍ୱାରା ତାହା ପ୍ରତିଷ୍ଠା କରାଇ, ଭକ୍ତିରେ ପୂଜା କରିବେ ଅବନ୍ତୀର ସାଇଁ। ଯେବେଳେ ରାଜନ ମୂର୍ତ୍ତି ପ୍ରତିଷ୍ଠା କରିବେ, ଆମ୍ଭ ଦୁହିଁଙ୍କର ବଂଶ ସେଠାରେ ରହିବେ। ଏଥିରେ ତିଳ ମାତ୍ରକ ନାହିଁ ଯେ ସନ୍ଦେହ, ବର୍ତ୍ତମାନ ମନୁଖେଦ ତ୍ୟାଗ କରି ଯାଅ। ଯାହା ଯାହା ଶୁଣିଥିଲି ଲୋକମୁଖୁ ମୁହିଁ, ତବ ଅଗ୍ରତେ ସମସ୍ତ କହିଲି ଫିଟାଇ। ଆଜି ରାତ୍ରଟା ମାତର ରହୁ ଏଠା ବରେ, କାଲି ସ୍ନାନ କରିଣ ସେ ମୋହ ଦଧିରେ। ପବିତ୍ର ମନରେ ରତ୍ନାକରଙ୍କୁ ସୁମରି, ଖୋଜିବା ସ୍ଥାନ ତା କୂଳ ମଧ୍ୟେ ବୁଡ଼ି କରି। ରାଜାଙ୍କର ବାସ ଉପଯୋଗୀ ସ୍ଥାନ ମାନ, ତାପରେ ଖୋଜିବା ସାଧୁମାନଙ୍କ ଆସ୍ଥାନ। ଯେ ଯେଉଁ ପ୍ରକାର ତାହା ପାଇଁ ଆମ୍ଭେ ଦୁଇ, ତେମନ୍ତ ସ୍ଥାନ ଖୋଜିବା ବୁଲି ବୁଲି ତହିଁ।
ଏହିପରି ନିଜନେ କଥାବାର୍ତ୍ତା ହେଲେ। ଆନନ୍ଦ ମନରେ ରାତ୍ରି ଯାପନ କରିଲେ। ପରଦିନ ପ୍ରଭାତରୁ ସ୍ନାନ ସାରିଣ କଳ୍ପବଟ ମୂଳେ ଦିଅଁ କରି ଦର୍ଶନ। ରୋହିଣୀ କୁଣ୍ଡ ସନ୍ନିଧେ ପ୍ରବେଶ ହୋଇଲେ। ବିଦ୍ୟାପତି ମନ କଥା ତହୁଁ ପ୍ରକାଶିଲେ। ସେଠା ପରେ ମାନସିକ କରି ବିଦ୍ୟାପତି ବିଶ୍ୱାବସୁଙ୍କ ସଙ୍ଗରେ ଭ୍ରମିଲେ ଚୌକତି। ସାଗର କୂଳରେ ବୁଲି ବୁଲି ଦୁଇ ଜଣ ବହୁ ସ୍ଥାନ କଲେ ତହିଁ ଯେ ଅନୁସନ୍ଧାନ। ଯେଉଁ ସ୍ଥାନରେ ରହିବେ ଅବନ୍ତୀଶ୍ୱର ତେମନ୍ତ ସ୍ଥାନ ବାଛିଲେ ପ୍ରୋହିତ ସେଠାର। ତାପରେ ରଥ ଉପରେ ବିଜୟ କରିଣ ଚଳିଗଲେ ବିଦ୍ୟାପତି ବିଦ୍ୟାୟନେଇଣ। ଅଳ୍ପ ଦିନେ ଆସିବା ପାଇଁ କଣ୍ଟ ଦେଇ ଅବନ୍ତୀ ନଗ୍ରେ ମିଳିଲେ ପାରିଷଦ ନେଇ। ତାହାପରେ ଆନ ଗାଥା ଅପର ଛାନ୍ଦରେ ପ୍ରକାଶ କରିବ କ୍ଷେତ୍ର କହଇ ଗୀତରେ। ବିଦ୍ୟାପତିଙ୍କ ବିଦ୍ୟା ପରେ ଲଳିତାର ବିଳାପ। ଶୁଣ ଶୁଣ ସୁଜ୍ଞଜନେ ଅପୂର୍ବ ଚରିତ ଯାହା ଶ୍ରବଣରେ କର୍ଣ୍ଣ ହୋଇବ ପବିତ୍ର। ସକଳ ଋଷି ବୋଇଲେ ଜୈମିନୀକୁ ଚାହିଁ ହେ ତପସ୍ୱୀ ଏକ କଥା କୁହନ୍ତୁ ବୁଝାଇ। ଯେତେବେଳେ ବିଦ୍ୟାପତି ବିଦ୍ୟାୟ ହୋଇଲା ଶବର କନ୍ୟା ଲଳିତା ମନେ କି ଭାବିଲା। ପୂର୍ବୁ ଯେଉଁ ପରି ଥିଲା ରହିଲା ସେ ପରି କିୟବାନ ପ୍ରକାରେ ହୋଇଲା ସୁନ୍ଦରୀ। ଜୈମିନୀ ବୋଇଲେ ଶୁଣ ସର୍ବ ଋଷିଗଣ ଅତ୍ୟନ୍ତ କୌତୁକ କଥା ଅଟଇଏ ଜାଣ। ଯେବେଳେ ଅବନ୍ତୀ ଫେରି ଗଲେ ବିଦ୍ୟାପତି ଶବର ଦୁହିତା ହୃଦ ହୋଇଲା କରତି। ବିଦ୍ୟାପତିଙ୍କ ପାଦରେ ପ୍ରଣାମ ଜଣାଇ ପାଦୋଦକ ମସ୍ତକରେ ବୋଳିଲା ସୁମୁହିଁ। କଥା କହିବାକୁ ବାକ୍ୟ ନ ସ୍ଫୁରିଲା ତାର ଅବିଶ୍ରାନ୍ତ ନୟନରୁ ଝରାଇଲା ନୀର। ବହୁତ ପ୍ରକାରେ ବୁଝାଇଣ ବିଦ୍ୟାପତି ରଥ ଆରୋହୀ ଗମନ କରିଲେ ଝଟତି। ତ୍ରେତା ଯୁଗେ ରାମ ବନବାସ ଗଲା ବେଳେ ଅଯୋଧ୍ୟା ନଗରବାସୀ ଅତ୍ୟନ୍ତ ବିକଳେ। ଚାହିଁ ଯେଉଁ ପରି ନେତ୍ରୁ ଢାଳିଥିଲେ ଜଳ ଦ୍ୱାପର ଯୁଗରେ ଯେହ୍ନେ ଯଶୋଦାଙ୍କ ବାଳ। ଜ୍ୟେଷ୍ଠ ଭ୍ରାତ ବଳରାମଙ୍କର ସହିତରେ ଅକ୍ରୂର ରଥେ ଗମନ କଲେ ମଧୁପୁରେ। ଗୋପ ତରୁଣୀ ଅତ୍ୟନ୍ତ ବ୍ୟାକୁଳିତା ହୋଇ ନେତ୍ରୋନୀର ଢାଳିଥିଲେ ହୃଦୟ ଫଟାଇ। ତେମନ୍ତ ଭାବେ ଲଳିତା ସନ୍ନିଧିରୁ ଜାଣ ବିଦ୍ୟାୟ ନେଇ ଚଳିବା ସମୟେ ବ୍ରାହ୍ମଣ। ଅତ୍ୟନ୍ତ ବ୍ୟାକୁଳ ହୋଇଥିଲା ଚମ୍ପା ଗୋରୀ ହୃଦ ଫାଟୁଥିଲା ମୁଖ ନ ଫିଟି ତାରି। କୌଣସି ଉତ୍ତର ନ ଦେଇଣ ସେତେବେଳେ ଗୃହକୁ ଫେରିଲା ଗୋରୀ ଅତ୍ୟନ୍ତ ଆକୁଳେ। ପୂର୍ବରୁ ଯେଉଁ କୁଟୀର ବୈକୁଣ୍ଠ ପରାୟ ମଣୁଥିଲା ତାହା ଯେ ଲାଗିଲା ବିଷମୟ। ଯେଉଁ ବନ ତରୁଲତା ପାଦପ ସହିତେ ଅତି ଆପଣାର ଗୋରୀ ମଣୁଥିଲା ଚିତେ।
ତାହାକୁ ଶତ୍ରୁ ପରାୟ ମଣିଲା ଚତୁରୀ। ପିଞ୍ଜରାରେ ରଖିଥିଲା ଯେଉଁ ସୁଖ ସାରି, ଗର୍ଭଜ ସନ୍ତାନ ପରି ତାଙ୍କୁ ପାଳିଥିଲା। ବନୁ ପୋକ ଫଳ ଆଣି ପୁଞ୍ଜାଉନଥିଲା। ତାହାଙ୍କ ଗାନକୁ ସଦା ଡେରୁଥିଲା କାନ, ସଦା ପାଶେ ପାଶେ ରଖୁଥିଲା ରାତ୍ର ଦିନ। ସେ ସୁଖ ସାରି ମାନଙ୍କୁ କରି ଅନାଦର, ଦିବସରେ ଥରେ ମାତ୍ର ନ ଦେଲାର। ମୟୂର ମୟୂରୀ ମୃଗ ଶାବକ ସହିତେ, ଅନ୍ତର ଦେଇ ପାଳିନ ଥିଲା ସେଉ ଯେତେ। ଘନ ମେଘେ ଦେଖିଲେ ସେ ମୟୂର ନର୍ତ୍ତନ, ଆନନ୍ଦରେ ନାଚି ଉଠୁଥିଲା ତାର ମନ। ମୃଗ ଶାବକ ଆସିଲେ ତା ପାଶକୁ ଚାଲି, ଦୁଃଖ ଶାନ୍ତି ସମସ୍ତ ଯାଉଥିଲା ଭୁଲି। କିନ୍ତୁ ସେମାନଙ୍କୁ ସେହୁ ଦେଖନ୍ତେ ନେତ୍ରରେ, ନ ଚାହିଁଲା ତିଳେ ମାତ୍ର ମୁଖ ଟେକି ଥରେ। ତଳକୁ ବଦନ ପୋତି ଝରାଇଣ ନୀର, କ୍ରନ୍ଦନ କରିଲା ଗୁଣ ଗୁଣି ସେ ପତିର। ଶୟନ ଭୋଜନ ସ୍ନାନ ଆଉ ଜଳପାନ, ଭୁଲିଲା ସୁନ୍ଦରୀ ତିଳେ ନ ଦେଇଣ ମନ। ବନରୁ ମାଳତୀ ତୋଳି ଅତି ଯତନରେ, ମାଳ ଗୁନ୍ଥିଥିଲା ଦିଅଁଙ୍କର ଉଦ୍ଦେଶ୍ୟରେ। ସାଙ୍ଗସାଥୀ ମାନେ ଯେତେ ଡାକିଲେ ତାକୁ, ନ ଶୁଣିଲା ତିଳେ ମାତ୍ର କାହାରି କଥାକୁ। ନ ଗଲା ବନକୁ ଫୁଲ ତୋଳିବାର ପାଇଁ, ନ ପଠାଇଲା ମାଳ ସେ ଦେବତାଙ୍କ ପାଇଁ। ଏସନ ରୀତି ତାହାର ଦେଖି ନୟନରେ, ଠରାଠରି ହେଲେ ବ୍ୟାଧ ବାଳାଏ ସେଠାରେ। ଆପଣା ଆପଣା ମଧ୍ୟେ ହେଲେ କୁହାକୁହି, ବିଦେଶୀ କି ମନ୍ତ୍ର ଧୂଳି ଯାଇଛି ପକାଇ। ସଖୀ ମନ ଜ୍ଞାନ ସବୁ ହରଣ କରିଛି, ସେତିକି ବେଳରୁ ଗୋରି ପାଗଳି ହୋଇଛି। ଶବରପଲ୍ଲୀରେ ଶତ ଶତ ଯୁବା ଛନ୍ତି, ଦିନେ ତ ଆକୃଷ୍ଟ ହୋଇ ନଥିଲା କା ପ୍ରତି। ପଦେ ଯେବେ କହିଦିଏ କେହୁଟା ହୁଲାଇ, ପିତା ଆଗେ କହୁଥିଲା ଲଗାଇ ଜୁଟାଇ। ତାହାକୁ ଦଣ୍ଡ ନ ଦେବା ପର୍ଯ୍ୟନ୍ତେ ସ୍ଥିର, ହେଉ ନଥିଲା ଯେ ଆଜି କି ଗତି ତାହାର। ଏହି ପ୍ରକାରେ ସର୍ବେ କୁହାକୁହି ହୋଇ, ପଚାରିଲେ ଲଳିତାର ସନ୍ନିଧକୁ ଯାଇ। ବୋଇଲେ ସଜନୀ କିସ ହୋଇଅଛି ତୋର, ଏପରି ଭାବରେ କିମ୍ପା ଶୋଇଛୁ ମାଟିର। ଆଉଟା ସୁନା ପରାୟ ତୋର ଯେ ବଦନ, ଏମନ୍ତ ପ୍ରକାରେ କିଆଁ ଦିଶେ ଶିରୀନ। ଯେଉଁ ପଦ୍ମ ମୁଖେ ସଦା ହସୁ କର କର, ଆଜି କିମ୍ପାଇଁ କାଳିମା ଘଟିଛି ତଇଁର। ସଖିଏ ଡାକିଲେ 7 ଥର ନାମ ଧରି, ଥରେ ମାତ୍ର ଉତ୍ତର ନ ଦେଉଛୁ ଗୋରି। ଯେଉଁ ଦ୍ରବ୍ୟମାନ ସତୀ ପ୍ରିୟ ବସ୍ତୁ ତୋର, କାହାକୁ ଦେଖିଲେ ପୁଣି କରୁ ଅନାଦର। କହ କହ ରେ ସଜନୀ ସବୁ କଥା ଫେଇ, କେଉଁ କଥା ଲାଗି ସଦା ଭାଳି ହେଉ ତୁଇ। କହି ତୁ ଫିଟାଇ ସବୁ ଆମ୍ଭ ଅଗ୍ରତରେ, ହଜିଥିଲେ ଖୋଜି ଆଣି ଦେବୁ ତୋ ପାଶରେ। ଭାଙ୍ଗିଥିଲେ ନିଶ୍ଚେ ଆମ୍ଭେ ଗଡ଼ାଇ ନ ଦେବୁ,
ପିତାଙ୍କୁ କହି ନ ତା ପ୍ରତିକାର କରିବୁ। ଆଉ ବୃଥାଟାରେ ତୁହି କରିଣ କ୍ରନ୍ଦନ, ପକାଅ ନାହିଁ କାଳିମା ଚନ୍ଦ୍ରମା ବଦନ। ଏହି ପ୍ରକାରେ ସଖିଏ କହନ୍ତେ ବୁଝାଇ, ବୋଇଲା ଲଳିତା ଦୁଃଖେ ତାଙ୍କ ମୁଖ ଚାହିଁ। ଯାଅ ଯାଅ ସଖୀ ଗଣ ପାଶରୁ ମୋର, ବିଷ ପରାୟ ଲାଗୁଛି ଆଜି ତୁମ୍ଭ ଗିର। ଶରୀର କାହିଁକି ମୋର ବଶ ଲାଗୁଛି, କୌଣସି କାର୍ଯ୍ୟରେ ତିଳେ ମନ ନ ବଳୁଛି। ଲଳିତାଙ୍କ ଗିର ଶୁଣି ସହଚରୀ ଗଣ, ବୋଇଲେ କୌଣସି ଭୂତ ଲାଗିଛି ଦେଣ। ଜଡ଼ିବୁଟିରେ ସେ କେବେ ଭଲ ନ ହୋଇବ, ଅସଲ ଗୁଣିଆ ଯେବେ ଆସି ପହଞ୍ଚିବ। ତାହେଲେ ଆପଣା ଛାଏଁ ଯିବ ଭଲ ହୋଇ, ମନ୍ତର ଧୂଳି ସେ ଦେଇ ଅଛନ୍ତି ପକାଇ। ଅସଲ କଥା ସଜନୀ ଆମ୍ଭଙ୍କୁ ନ କହି, ଏଣେ ତେଣେ ଜାଣି ନେଉଛନ୍ତି ବମ୍ବୁଲେଇ। କାହିଁକି ସଜନୀ ତୁମ୍ଭେ ପରି ହୋଇଲ, ପରଦେଶୀକୁ ଦେଖିଣ ଅନ୍ତର ବିକିଲ। ଆମ୍ଭେ ତ ଜାତିରେ ହୀନ ପୁଣି ବଣେ ଘର, ସେମାନେ ସଭ୍ୟ ଜଗତେ କରନ୍ତି ବିହାର। ବଡ଼ ବଡ଼ ଅଟ୍ଟାଳିକା ତାହାଙ୍କର ଅଛି, କୌଣସି ଦରବରେ ଊଣା ନାହିଁ କିଛି। କେଡ଼େ କେଡ଼େ ବଡ଼ ଘର ଦୁଲାଳୀମାନଙ୍କୁ, ବିବାହ କରିବେ ସେହୁ ଆଣି ନବରକୁ। ତୁହି ନ ବୁଝି ନ ସୁଝି ଏ କୃତ୍ୟ କରିଲୁ, ପରଦେଶୀକୁ ଆପଣା ମନ ସମର୍ପିଲୁ। ସୁବିଧା ପାଇନ ସେହୁ ପଟାପଟି କରି, ଆପଣା କାର୍ଯ୍ୟ ହାସଲ କରିଗଲେ ଫେରି। ଆଉ କାହା ପାଇଁ ଅବା ଏଠାକୁ ଆସିବେ, ଜାଣି ଶୁଣି ଭୁଲି ଗଲୁ ନ ବିଚାରି ଲବେ। ଯେବେ ଏତେ କଥା ତୁହି କରିଲୁ ସୁନ୍ଦରୀ, ଆମ୍ଭକୁ ପଦେ ମାତର ନ ଗଲୁ ପଚାରି। ଶାସ୍ତ୍ରରେ କହିଛି ବଡ଼ ଥିଲେ ପଚାରିବ, ସାନ ଲୋକ ବିଚାରିଣ କାର୍ଯ୍ୟେ ଆଗେଇବ। ତୁହି ଯେବେ ସେତେବେଳେ ପଚାରିଥାନ୍ତୁ, ଏହି କ୍ଷଣି ଏତେ ହୀନି ମାନ ନ ହୁଅନ୍ତୁ। ଯାହା ତ ହେବାର ହୋଇ ଯାଇଅଛି ମିତ, ସେ ପରଦେଶୀକୁ ମନୁ ଭୁଲୁ ତ ସମସ୍ତ। ପିତାଙ୍କୁ ବୁଝାଇ ନିଜ ଜାତିରୁ ବାଛିଣ, ଭଲ ଭେଣ୍ଡିଆ ଗୋଟିଏ କରିବା ବରଣ। ବସ୍ତିର ସକଳ ଦଳ ବଳଙ୍କୁ ଡକାଇ, ମାଦଲ ବଜାଇ ନାନା ନାଚ ଗୀତ ଗାଇ। ଧୁମଧାମରେ କରିବା ତୋର ବିଭାଘର, ସେ ଲାଗି ମନରେ ଆଉ ଭାବନା ନ କର। ଶାସ୍ତ୍ରରେ ଅଛଇ ବଡ଼ ଲୋକ ଛୋଟ ପ୍ରତି, ଅତ୍ୟାଚାର କରେ ସେହୁ 100 ମଥା ପୋତି। ସେମାନଙ୍କ ପାଇଁ ସବୁ ଖୋଲା ରହିଅଛି, ଆମ ନୀଚ ଜାତି ଲାଗି କଟକଣା ଅଛି। ଯେ ଯାହା କରିଲେ କହିବାକୁ କେହି ନାହିଁ, ପୁଣି ରାଜାଙ୍କର ଲୋକ ଅଟନ୍ତି ଯେ ସେଇ। ଦିନକୁ ଯଦ୍ୟପି ବଡ଼ ଲୋକ କହେ ରାତି, ଦରିଦ୍ର ଜନ ସହନ୍ତି ସବୁ ମଥା ପୋତି। କଣ୍ଢେଇ ଖେଳନା ପରି ଆମ୍ଭଙ୍କୁ ଭାବନ୍ତି, ଖେଳି ସାରିଲେ ସେ ଭାଙ୍ଗି ଫୋପଡ଼ାଇ ଦିଅନ୍ତି। ଯାହା ତ ହେବାର ହୋଇ ଯାଇଛି ସଜନୀ, ସେ ପଛ କଥାକୁ ସବୁ ଭୁଲି ଯାଅ ଧନୀ।
ଅଦିନ କୁହୁଡ଼ି ସଙ୍ଗେ ପରଦେଶୀ ପ୍ରୀତି, ସମାନ ଅଟଇ ଶାସ୍ତ୍ରକାର କହିଛନ୍ତି। ଏପରି କହିଲେ ଯହୁଁ ସହଚରୀ ଗଣ, ବାହୁନି କାନ୍ଦିଲା ଗୋରି ବକ୍ଷ ଫିଟାଇଣ। ବୋଇଲା ଜୀବନେ ବହୁ ପୁରୁଷ ଦେଖିଛି, ହେଲେ କାହା ପ୍ରତି ତିଳେ ଆକୃଷ୍ଟ ନୋହିଛି। କିନ୍ତୁ ପରଦେଶୀ କେବେ ନୁହନ୍ତି ତେସନ, ମନୁଷ୍ୟ ଦେହେ ଦେଖିଛି ସ୍ୱୟଂ ଭଗବାନ। ତାହାଙ୍କ କଥାକୁ ମୋର ବିଶ୍ୱାସ ନାହିଁ, ବୃଥାରେ ନିନ୍ଦା ନ କର କର ଧରେ ସହି। ତାଙ୍କ ଅପମାନ ମୁହିଁ ସହି ନ ପାରିବି, ସାଗର ଗର୍ଭକୁ ଡେଇଁ ପରାଣ ହାରିବି। ଯଦ୍ୟପି କରିବେ ସେହୁ ମୋତେ ହତାଦାର, ବ୍ୟାଧ କନ୍ୟା ଭାବି କରିବେ ସେ ପ୍ରତ୍ୟାହାର। ତାହେଲେ ଜୀବନେ ମୋର ନାହିଁ ପ୍ରୟୋଜନ, ଗରଳ ଫଳ ଭକ୍ଷିଣ ହାରିବି ପରାଣ। କିନ୍ତୁ ଆନ ପୁରୁଷର ମୁଖ ନ ଚାହିଁବି, ସତ୍ୟ 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 ଅଟେ ଶୁଣ ରେ ବାନ୍ଧବୀ। ଏତିକି ମାତର ଦମ୍ଭ ଅଛି ମନେ ମୋର, ନିଶ୍ଚୟ ଆସିବେ ପରଦେଶୀ ପୁନର୍ବାର। ଏମନ୍ତ କହିଣ ଗୋରି ହୋଇଲା ମୌନ, ଗୀତ ଛନ୍ଦେ ଭାବି ଲେଖେ କ୍ଷେତ୍ରବାସୀନ। ତ୍ରୟୋଦଶ ଅଧ୍ୟାୟ ନୀଳମାଧବଙ୍କର ଅନ୍ତର୍ଦ୍ଧାନ ଓ ରୋହିଣୀ କୁଣ୍ଡର ଦୃଶ୍ୟ ଗାଥା। ଶୁଣ ଶୁଣ ସୁଜ୍ଞଜନେ ଅପୂର୍ବ ଚରିତ, ଯାହା ଶ୍ରବଣରେ କର୍ଣ୍ଣ ହୋଇବ ପବିତ୍ର। ଜୈମିନୀ ବୋଇଲେ ଋଷିମାନଙ୍କୁ ଅନାଇ, ଶୁଣନ୍ତୁ ସକଳ ତପୀମାନେ ମନ ଦେଇ। ବିଦ୍ୟାପତି ମାଧବଙ୍କ ଦର୍ଶନ କରିଣ, ବିଦାୟ ହନ୍ତେ ହୋଇଲା ଯେମନ୍ତ ଘଟଣ। ତାହା ଗୋଟି ଗୋଟି କରି ଦେଉଛି ବୁଝାଇ, ଯେମନ୍ତ ଘଟଣା ମାନ ଘଟିଗଲା ତହିଁ। ଦିନେ ପ୍ରଭାତ କାଳରେ ସର୍ବଦେବଗଣ, ନୀଳମାଧବ ଦର୍ଶନେ କରିଲେ ଗମନ। ସେହି ସମୟରେ ବାୟୁ ପ୍ରଚଣ୍ଡ ବେଗରେ, 49 ମୂର୍ତ୍ତି ଧରି ଗମିଲେ ସତ୍ୱରେ। ସେ ଆଘାତେ ପଥ ଘାଟ ଆଉ ନ ଦିଶିଲା, ଚାଲିବା ପାଇଁ କି ପାଦ ତିଳେ ନ ଚଳିଲା। ସେ ବାୟୁ ଆଘାତେ ସମୁଦ୍ରରୁ ବାଲି ଉଠି, ପ୍ରବଳ ବେଗରେ ଚଉଦିଗେ ଗଲା ଘୋଟି। ପର୍ବତ ଆକାରେ ବାଲି ଜମା ହୋଇଗଲା, ଚାଲିବାକୁ ଦେବତାଙ୍କ ବଳ ନ ପାଇଲା। ଅନେକ ସମୟ ସେ ହୁଏ କହି ସ୍ଥାନରେ, ଉଭା ହରିଣ ବିଷ୍ଣୁଙ୍କୁ ଜପିଲେ ଅନ୍ତରେ। ତାହାପରେ ଯହୁଁ ବାୟୁ ବେଗ କମିଗଲା, ଦିଗ ଭାଗ ଚାରିଆଡ଼ ନିର୍ମଳ ହୋଇଲା। ନୀଳମାଧବ ଦର୍ଶନ କରିବା ନିମନ୍ତେ, ଚଳିଲେ ଅମର ଗଣ ଶ୍ରୀନୀଳ ପର୍ବତେ। ଦେଖିଲେ ସେଠାରେ ନୀଳମାଧବ ନାହାନ୍ତି, ରୋହିଣୀ କୁଣ୍ଡ ସହିତେ ଗୋପ୍ୟ ହୋଇଛନ୍ତି। ତେଣୁ ସକଳ ଦେବତା ଆକୁଳ ହୋଇଣ, କ୍ରନ୍ଦନ କରିଲେ ନେତୃ ନୀର ଗଡ଼ାଇଣ। ବୋଇଲେ ଆମ୍ଭ କୁହୁଡ଼ି ଜଗତ ଜୀବନ, ଆଜି ତୁମ୍ଭେ କେଉଁ ଆଡ଼େ ହେଲ ଅନ୍ତର୍ଦ୍ଧାନ। ଆହେ ଅନାଥର ନାଥ ଜଗତ ଜନ ବନ୍ଧୁ, ଆମ୍ଭମାନଙ୍କୁ ଭରସା ଦେଇ ଭବ ସିନ୍ଧୁ। କେଉଁ ଆଡ଼କୁ ପଳାଇ ଗଲ ନାରାୟଣ, କିଏ ସେ ବୁଝିବ ଦେବତାଙ୍କ ଦୁଃଖ ପୂର୍ଣ୍ଣ। ସକଳ ବିଷୟ ବ୍ୟର୍ଥ ଆମ୍ଭର ହୋଇଲା, ସାହା ଭରସା ସମସ୍ତ ଲୋପ ହୋଇଗଲା। ଆଉ ଅମର ମଣ୍ଡଳ ମଧ୍ୟକୁ ନ ଯାଇ, ବନବାସୀ ହେବୁ ସର୍ବେ ତୁମ୍ଭ ନାମ ଗାଇ। ତୁମ୍ଭର ଶରଣାପନ୍ନ ହୋଇଲୁ ଠାକୁର,
ମାରବା ତାର ଯାହା ଇଚ୍ଛା ଚକ୍ରଧର। ଏହିପରି ଦେବଗଣ କରନ୍ତେ କ୍ରନ୍ଦନ। ଆକାଶରୁ ଦୈବବାଣୀ ହେଲା ଘନ ଘନ। ଆହେ ଦେବଗଣ ମନେ ଭାବନା ନ କର। ଅଳ୍ପ ଦିନେ ପାଇବ ଦେଖା ପ୍ରଭୁଙ୍କର। ଏହିଠାରେ ଆବିର୍ଭାବ ହେବେ ଜଗନ୍ନାଥ। ସେ ଲାଗି ମନେ ଭାବନା ନ କର ସମସ୍ତ। ବର୍ତ୍ତମାନ ପାଇଁ ପୃଥିବୀରେ କିଛି ଦିନ। ନ ପାଇବ କେହି ତୁମ୍ଭେ ଦିଅଙ୍କ ଦର୍ଶନ। ଏହି ସମୟରେ ଭିତରେ ନାନା ବିତେପାତ। ଦେଖା ଦେବ ରାଇଜରେ ଶୁଣ ଦେଇ ଚିତ୍ତ। ଅଦୃଶ୍ୟ ଭାବରେ ବିରାଜିବେ ନାରାୟଣ। ତୁମ୍ଭେମାନେ ଭଜ ସଦା ଅଭୟ ଚରଣ। ଯେବେ ସବିସ୍ତାରେ କିଛି ଜାଣିବାକୁ ଚାହଁ, ତାହେଲେ ବିଧାତାଙ୍କର ସନ୍ନିଧକୁ ଯାଅ। ସକଳ ଘଟଣା ମାନ ଦେବେ ସେ ବୁଝାଇ। ଯେନେ ତୁମମାନଙ୍କର ସଂଶୟ ତୁଟଇ। କାହିଁକି ଅଦୃଶ୍ୟ ହେଲେ ବ୍ରହ୍ମାଣ୍ଡ ଠାକୁର। ଏହାର କାରଣ ଜାଣିଛନ୍ତି ବେଦବର। ଏହା ଶୁଣି ଦେବଗଣ ଚିନ୍ତିତ ହୋଇଣ। ବ୍ରହ୍ମାଙ୍କ ପାଶକୁ ସର୍ବେ ଚଳିଲେ ତକ୍ଷଣ। ସ୍ୱର୍ଗପୁର ମଧ୍ୟରେ ପ୍ରବେଶ ହୋଇଲେ। ବିଧାତାଙ୍କ ଶ୍ରୀଚ୍ଛା ମୁରେ ସକଳ କହିଲେ। ବୋଇଲେ ଶୁଣନ୍ତୁ ପିତାମହ ଆମ୍ଭଗୀର। ମହୋଦଧି କ୍ଷେତ୍ରେ ଅଟେ ଶ୍ରୀ ନୀଳକନ୍ଦର। ସେଠାବରେ କଳ୍ପବଟ ଅଛି ବିଦ୍ୟମାନ। ଗୋଲକ ବୈକୁଣ୍ଠ ପତିଙ୍କର ନିଜ ସ୍ଥାନ। ଆମ୍ଭେମାନେ ନୀତି ପ୍ରଭାତରୁ ତହିଁ ଯାଇ। ଦର୍ଶନ କରୁଥିଲୁ ଜଗତ ଗୋସାଇଁ। କିନ୍ତୁ ଆଜି ପ୍ରଭାତରେ ସକଳେ ଗମିଲୁ। ମହୋଦଧିରେ ସ୍ନାନ ମାର୍ଜନା କରିଲୁ। ଶ୍ରୀ ନୀଳମାଧବଙ୍କର ଦର୍ଶନ ଆସେ। ଗମନ କରନ୍ତେ ବାୟୁ ଘୋଟିଲା ଆକାଶେ। ଚାହୁଁ ଚାହୁଁ ଅଣଚାଶ ମୂରତି ଧରିଣ। ପବନ ବହିଲା ଚଉଦିଗ କମ୍ପାଇଣ। ସେ ବାୟୁ ଆଘାତେ ବାଲି ଜମା ହୋଇଗଲା। ତିଳେ ମାତ୍ର ଦିଗ ଭାଗ ଦେଖା ନ ହୋଇଲା। ଆମ୍ଭେମାନେ ନିରାପଦ ସ୍ଥାନରେ ରହିଲୁ। ବାୟୁର ବେଗ କେମନ୍ତେ ଗମନ କରିଲୁ। କିନ୍ତୁ ବଡ଼ ଆଚମ୍ବିତ ଦେଖିଲୁ ଗୋସାଇଁ। ଶ୍ରୀ ନୀଳକନ୍ଦରେ ବାଲି ଅଛି ଜମା ହୋଇ। ମାତ୍ର କଳ୍ପବଟ ତଳେ ରତ୍ନବେଦୀ ପରେ। ନାହାନ୍ତି ଜଗତ ନାଥ ଦେଖିଲୁ ନେତ୍ରରେ। ଯେ ବଣ ରୋହିଣୀ କୁଣ୍ଡ ଥିଲା ତା ନିକଟେ। ସକଳ ପାପୀ ମାନଙ୍କୁ ତାରୁଥିଲେ ହାତେ। ପ୍ରଭୁଙ୍କ ସଙ୍ଗରେ ସେହୁ ଅଦୃଶ୍ୟ ହୋଇଛି। ଏଥିର କାରଣ ଆମ୍ଭେ ନ ବୁଝିନ କିଛି। କ୍ରନ୍ଦନ କରିଲୁ ଯହୁଁ ଅତି ଆକୁଳରେ। ବାର ବାର ଦୈବବାଣୀ ହୋଇଲା ଶୂନ୍ୟରେ। ଆହେ ଦେବଗଣ ତୁମ୍ଭେ ଭାବନା ନ କର। କିଛି ଦିନ ଗୋପ୍ୟ ହେବେ ଜଗତ ଠାକୁର। ତାପରେ ଏଠାରେ ଆସି ଶ୍ରୀ ବିଷ୍ଣୁ ରହିବେ। ଚତୁର୍ଦ୍ଧା ମୂରତି ଧରି ବିଜୟ କରିବେ। ଏଥିର କାରଣ ଯେବେ ଚାହିଁ ଜାଣିବାକୁ। ସକଳେ ଗମନ କର ଧାତାଙ୍କ ପାଶକୁ। ପ୍ରତ୍ୟେକ ଘଟଣା ସେହୁ ତନ ତନ କରି। ତୁମକୁ ବୁଝାଇ ଦେବା ଶୁଣ ଶ୍ରୁତି ଡେରି। ନଭମଣ୍ଡଳୁ ଏ ମନ୍ତ ଶୁଣନ୍ତେ କର୍ଣ୍ଣରେ। ସର୍ବେ ଆଗମନ କରୁ ତବ ଶ୍ରୀଚ୍ଛା ମୁରେ। କୁହ କୁହ ପିତାମହ ଏହାର କାରଣ। କାହିଁକି ଗୋପ୍ୟ ହୋଇଲେ ପ୍ରଭୁ ନାରାୟଣ। ତାହା ବୁଝିବା ପାଇଁ କି ବଳି ଅଛି ଆସ। ବୁଝାଇ କୁହ ଆମ୍ଭଙ୍କୁ ସକଳ ସନ୍ଦେଶ। ବିଧାତା ଉବାଚ ଦେବଙ୍କ ମୁଖରୁ ଶୁଣି ଏମନ୍ତ ବଚନ। ବୁଝାଇ କହିଲେ ତାଙ୍କୁ ସତ୍ୟ ଅଟେ ଜାଣ।
ଯାହା ଶୁଣିଅଛ ତୁମ୍ଭେ ସତ୍ୟ ଅଟେ ତାହା, କିମ୍ପା ଅନ୍ତର ହୋଇଲେ ଜଗତର ନାହା। ବୁଝାଇ ଦେଉଛି ସର୍ବେ ବସ ସ୍ଥିର ହୋଇ, ଅବନ୍ତୀ ନାମରେ ରାଜ୍ୟ ମଞ୍ଚରେ ଅଛଇ। ଇନ୍ଦ୍ରଦ୍ୟୁମ୍ନ ବୋଲି ତହିଁ ଛାନ୍ତି ନରେଶ୍ୱର, ମହାଧର୍ମ ପରାୟଣ ଅଟନ୍ତି ସେ ବୀର। ନଳ ଆଉ ହରିଶ୍ଚନ୍ଦ୍ର ଯେଉଁ ପରି ଥିଲେ, ଧର୍ମ ରକ୍ଷା ଅର୍ଥେ ବହୁ ଯାତନା ସହିଲେ। ସେହିପରି ଅଟଇ ଯେ ୟାଙ୍କର ବ୍ୟବହାର, ବିଷ୍ଣୁଙ୍କୁ ଭଜନ୍ତି ସଦା ଅନ୍ତର ମଧ୍ୟର। ସାରା ଜଗତକୁ ବିଷ୍ଣୁମୟ ସେ ଦେଖନ୍ତି, ରାଗ ହିଂସା ମନ ସେହୁ ଦେହୁ ବର୍ଜିଛନ୍ତି। ଗୁଣ୍ଡିଚା ନାମରେ ତାହାଙ୍କର ପାଟରାଣୀ, ସେ ମଧ୍ୟ ଅଟନ୍ତି ମହା ଧର୍ମପରାୟଣୀ। କିପରି ବିଷ୍ଣୁ ମୂରତି କରିବେ ଦର୍ଶନ, ସର୍ବଦା କରିବେ ତାଙ୍କ ଚରଣ ବନ୍ଦନ। ଏହିପରି ମନ ମଧ୍ୟେ ଭାଳି ହେଉଥିଲେ, ଦୈବାତ ଜଣେ ସନ୍ନ୍ୟାସୀ ଉପଗତ ହେଲେ। ତାହାଙ୍କୁ ପୁଛନ୍ତେ ରାଜା ବିଷ୍ଣୁଙ୍କ ଖବର, ସକଳ ବୁଝାଇ ଦେଲେ ସେ ତପସ୍ୱୀ ବର। ବୋଇଲେ ମହୋଦଧିର ତଟେ କଳ୍ପବଟ, ତା ମୂଳେ ରତନ ବେଦୀ ଅଛଇ ପ୍ରକଟ। ମହାପ୍ରଳୟ କାଳରୁ ଜଗତ ଜୀବନ, ନୀଳମାଧବ ରୂପରେ ହୋଇ ବିଦ୍ୟମାନ। ସେ ବେଦିକା ପରେ ବିଜେ କରିଣ ଅଛନ୍ତି, ତାହାଙ୍କ ଅଙ୍ଗୁ ବିରାଜେ ଅପରୂପ ଜ୍ୟୋତି। ଆବର ରୋହିଣୀ କୁଣ୍ଡ ତହିଁ ବିଦ୍ୟମାନ, କାକ ପଡ଼ି ଚତୁର୍ଭୁଜେ ଦିଶଇ ଶୋଭନ। ସେ କୁଣ୍ଡ ମହିମା ବର୍ଣ୍ଣିବାକୁ କେହି ନାହିଁ, ତା ଜଳେ ଚାହିଁଲେ ଦିଶେ ପ୍ରଭୁଙ୍କର ଛାଇ। ଏପରି କହିଲେ ଯହୁଁ ସେ ସନ୍ନ୍ୟାସୀ ବର, ସାଥେ ସାଥେ ନରପତି ବରଗିଲେ ଚାର। ତାହାଙ୍କ କୁଳ ପୁରୋହିତଙ୍କର ସାନ ଭାଇ, ବିଦ୍ୟାପତି ବୋଲି ନାମ ତାଙ୍କର ଅଟଇ। ବିଷ୍ଣୁଙ୍କ ଅଂଶରେ ସେହୁ ହୋଇଅଛି ଜାତ, ତାହାଙ୍କୁ ପେଶିଲେ ଇନ୍ଦ୍ର ଦ୍ୟୁମ୍ନ ନରନାଥ। ସେ ବିଦ୍ୟାପତି ବ୍ରାହ୍ମଣ ଆନନ୍ଦରେ ଗଲା, ଶବରପଲ୍ଲୀ ମଧ୍ୟରେ ପ୍ରବେଶ ହୋଇଲା। ଯେଉଁ ବିଶ୍ୱାବସୁ ଅଟେ ପ୍ରଭୁଙ୍କ ସେବକ, ଆବର ଶବର ଗଣଙ୍କ ଅଧିନାୟକ। ତାହା ମହିମା ଆମ୍ଭଙ୍କୁ ମଧ୍ୟ ଗୋଚର, ସଦା ସୁପବିତ୍ର ଅଟେ ବ୍ୟାଧ କଳେବର। ସେହି ବିଶ୍ୱାବସୁ ଘରେ ବ୍ରାହ୍ମଣ ମିଳିଲା, ଲଳିତା ନାମରେ ତାର କନ୍ୟା ଏକ ଥିଲା। ପରମା ସୁନ୍ଦରୀ ପୁଣି ତ୍ରିପୁର ମୋହିନୀ, ଲକ୍ଷ୍ମୀ ଅଂଶେ ଅବତାର ହୋଇଛି ମେଦିନୀ। ଯଥା ଲୋହକୁ ଚୁମ୍ବନ କରେ ଆକର୍ଷଣ, ସେହିପରି ବିଦ୍ୟାପତି ଲଳିତା ଦିଜଣ। ପରସ୍ପରଙ୍କର ପ୍ରତି ଆକୃଷ୍ଟ ହୋଇଲେ, ବିଭା ହେବା ପାଇଁ ଦୁହେଁ ଶପଥ କରିଲେ। ତାହାପରେ ସେ ଲଳିତା ପିତାଙ୍କୁ ତାହାର, କହିନ ବିଦ୍ୟାପତିଙ୍କୁ ପେଶିଲେ ସଙ୍ଗର। ସେଠାରେ ମାଧବ ମୂର୍ତ୍ତି କରି ଦର୍ଶନ, ବିଦ୍ୟାପତି ଜୀବନକୁ ମଣି ଅଛି ଧନ୍ୟ। ବିଶ୍ୱାବସୁଙ୍କୁ ରାଜାଙ୍କ ଆଗମନ ଗିର, କୁହନ୍ତେ ଶବର ରାଜ କଲା କଉତର। ପୂର୍ବହୁଁ ଏ କଥା ମୁହିଁ ଜାଣେ ଭଲ କରି,
ବାସ କରିବେ ଅବନ୍ତୀ ନଗ୍ରଦଣ୍ଡଧାରୀ। ଇନ୍ଦ୍ରଦ୍ୟୁମ୍ନ ନାମ ଯାହାଙ୍କର ଥିବ ହୋଇ, ଏ କ୍ଷେତ୍ରେ ରହିବେ ପାରିଷଦ ଗଣ ନେଇ। ବିରାଟ ମନ୍ଦିର ଏକ ପ୍ରତିଷ୍ଠା କରିବେ, ଶ୍ରୀ ଜଗନ୍ନାଥ ମୂରତି ତା ମଧ୍ୟେ ସ୍ଥାପିବେ। ହେଲେ ହେ ନୀଳ ମାଧବ ହେବେ ଅନ୍ତର୍ଧ୍ୟାନ, ରାଜା ଦେଖି ନ ପାରିବେ ପ୍ରଭୁଙ୍କୁ ନୟନ। ଶୂନ୍ୟ ଆସ୍ଥାନ ଦେଖିଣ ଅବନ୍ତୀଶ୍ୱର, ଆମରଣ ଅନଶନ କରିବେ ଠାର। ଶୟନ ଭୋଜନ ପାନ ସେଉ ତ୍ୟାଗ କରି, ଜପିବେ ପ୍ରଭୁଙ୍କୁ ଏକ ଧ୍ୟାନେ ଦଣ୍ଡଧାରୀ। ତାହାଙ୍କ ତପରେ ପ୍ରଭୁ ତ୍ରୈଲୋକ୍ୟ ବିହାରୀ, ସ୍ୱପନରେ ଦେଖା ଦେବେ ଶଙ୍ଖ ଚକ୍ରଧାରୀ। କହିବେ ମହୋଦ ଧୀର ବାଙ୍କି ମୁହାଣରେ, ଲାଗିବୁ ଆସୀନ ଆମ୍ଭେ ଯେ ଦାରୁ ରୂପରେ। ସେ ଦାରୁକୁ ଆଣି ତୁହି ମୂର୍ତ୍ତି ଗଢ଼ାଇବୁ, ବଡ଼ ଦେଉଳ ମଧ୍ୟରେ ପ୍ରତିଷ୍ଠା କରିବୁ। ଘୋର କଳି ଯୁଗ ଆସି ହେବ ଉପସ୍ଥିତ, ତାରିବୁ ଆମ୍ଭେ ଭକ୍ତଙ୍କୁ ଶୁଣ ଦେଇ ଚିତ୍ତ। ଏମନ୍ତ ଆଦେଶ ଦେଇ ଜଗତ ଜୀବନ, ରାଜାଙ୍କ ସନ୍ନିଧି ହୋଇଲେ ଅନ୍ତର୍ଧ୍ୟାନ। ଯାହା ଯାହା କହିଗଲେ ଜଗତ ଠାକୁର, ତେମନ୍ତ ଭାବେ କରିଲେ ଅବନ୍ତୀଶ୍ୱର। ଚତୁର୍ଥା ମୂରତି ରତ୍ନ ସିଂହାସନ ପରେ, ବିଜୟ କରିବେ ବଡ଼ ଦେଉଳ ମଧ୍ୟରେ। ଆମ୍ଭେ ତାହାଙ୍କୁ ଯାଇନ ପ୍ରତିଷ୍ଠା କରିବୁ, ଦାରୁ ମଧ୍ୟେ ମହାବ୍ରହ୍ମ ନେଇଣ ସ୍ଥାପିବୁ। ତାହାପରେ ଖେଳା ଲୀଳା ହେବ ପ୍ରଭୁଙ୍କର, ତୁମ୍ଭେ ଦର୍ଶନ କରିବ ପ୍ରଭୁଙ୍କ ପୟର। ଲୀଳାମୟଙ୍କର ଲୀଳା ଅଭୂତ ଅଟଇ, କେତେବେଳେ କି ଘଟାନ୍ତି କେ ପାରିବ କହି। ଯାଅ ଯାଅ ଦେବଗଣ ଭାବନା ନ କର, ସର୍ବଦା ଅନ୍ତର ମଧ୍ୟେ ଭଜ ଚକ୍ରଧର। ତୁମ୍ଭର କାମନା ପୂର୍ଣ୍ଣ ହୋଇବଟି ପୂଜାଣ, କଳିଯୁଗେ ପରଂ ବ୍ରହ୍ମ କରିବ ଦର୍ଶନ। ସୃଷ୍ଟି ଆରମ୍ଭରୁ ପ୍ରଭୁ ଜଗତ ଗୋସାଇଁ, ଅଛନ୍ତି ସେ ନିତ୍ୟ ଧାମେ ଶୁଣ ମନ ଦେଇ। ଘୋର କଳିରେ ଯେ ଜନ ଶ୍ରୀକ୍ଷେତ୍ରକୁ ଯିବେ, ସମନ ଦଣ୍ଡରୁ ସେହୁ ମୁକ୍ତି ଲଭିବେ। ଧାତାଙ୍କ ମୁଖରୁ ଏହା ଶୁଣନ୍ତେ ଅମରେ, ଆନନ୍ଦେ ମଗନ ହେଲେ ପ୍ରେମ ଜଳଧିରେ। ଜଗନ୍ନାଥଙ୍କର ନାମ ଗାୟନ କରିଲେ, କର ଯୋଡ଼ି ସର୍ବେ ଭକ୍ତି ଭାବେ ସ୍ତବ କଲେ। ଜୟ ଜୟ ଜଗନ୍ନାଥ ବାରେ କର ତ୍ରାହି, ଅଧମ କ୍ଷେତ୍ର ମୋହନ ସେ ପାଦେ ପଡ଼ଇ।